नमस्कार जसजीत विषय आपण को स्वागत आपण मानक रज सप्ताह बहुत बहुत शुभेच्छा शुभकामना। आज आम उपवन में बनवा कौन ना चुली रे मटन तरकारी आसतु आ सब रेडी हरिका हो गलानी। सब पियाज कटा हो आलू कटा हो आउ कौन सी अदा रसुण पेस्ट हरिका सब धनिया टा आउ से बटाटा चुली रे जो शिला रे चुली जल्ला हौ आके आलू भजे दियो बसई दियो मुझे जीवी आउ कड़े बसीगला हौ तेल पड़ला अरे जीत जा तो ए रोहन कौन करछ दही के लिए पैसा नौछ कोठु से बापा बापा कड़ाई ताटिले तेल ताटिले पड़ो आलू आमर ये आसी मटन मटन आसी आज रजरे मटन आमर से माछ भजा होपटे मटन टा टे बछा ना सब लगी रूम फुम सब हरिका बछा बछी हम चर्बी आउ ये रही भल आमर ये मारिनेसन चलती हल्दी टे पड़ला लुण तेल पड़ी के मारिनेसन मारिनेसन पर तरकारी हम आज आ देखा मसला फसला कड़े कसी हांडी बस मारिनेसन हो सारा बोधे आईष माछी हो जाऊँ आखपाखे प्रबल हाँ आमर सब रेडी आमर ये कौन अदा छड़ा है अदा रसुण पियाज एरा सब पड़ के हम आमर जो बिहनटा हम ना कौन बिहनटा हम ना कौन सब आमर मारिनेसन छिंडा छिंडी चलती माहौलटा गरम रसुण अदा लंका छेचा हो मारिनेसन चली बड़ बड़ खंड अच्छी सब कटाकटी हो साइज हो सेपटे माछ भजा हो गला जो काट दिया हो गला तेल तातिला आलू पकईदबा और आलू हो गला हाँ उपवन आज हम मटन उपवन हमार मटन एपटे आमर मो कोल्ड ड्रिंक्स नहीं आसीगले हाँ दही आइला
ଆଳୁ କଢ଼ା ହେଉଛି। ବାକି ଯାହା କଷା ହେଲା ବେଳକୁ ଯାହା ରହିବ। ହେଇଗଲା ଆଉ ପୁରା ଲାଲ ଲାଲ ହେଇନି କି ହୁଁ। ଦେଖାଯାଉନି ପୁରା ଲାଲ ଆଉ କ'ଣ ଭଜା ଆଉ ଭଜା ଅଧିକ କାଢ଼ିଦିଅ ଆଉ। ହେଲା ବୋଇଲା କଟା ପିଆଜ କଟା ପିଆଜ ପଡ଼ିଲା ଜରା ହେବ ଆଉ। ଟିକେ ଜରିଗଲେ ଆମର ପେପର ପଡ଼ିଗଲାଣି। ଚାଲ ଯିବା ନେଇକି ଦେଇଦେବା ବାପା ହେରିକା ପଢ଼ିବେ। ଶୁଭମ ପେପର ନେଇଯା ପେପର ନେଇକି ଯା ଜେଜେଙ୍କୁ ଦେଇଦେଇକି ଆସିବୁ ହେଲା। ତୁ ତ ଗୋଟେ ବଡି ଆମର ଏଇଟା ହେଲା ଆମର ବିଶାଳ ଉପବନ। କ'ଣ ହେଇଗଲା? ହଉ। ଧରିକି ନା ଛେଚା ପିଆଜ ଭିତରେ ପକେଇଦେବା। ସେ ଟିକେ ଏଇଟା ନୂଆ ପ୍ରକାର ଛେଚା ପିଆଜ ପଡ଼ିଲା। ପିଆଜ ଜରିଗଲା। ଆମର ଟିକେ କାଶ୍ମୀରୀ ଲାଲ ମିର୍ଚ ପାଉଡର ପକେଇଦେବା। କାଶ୍ମୀରୀ ଚିଲି ପାଉଡ଼ର ପଡ଼ିଲା। ଆ ଦେହରେ କମ୍ ତେଲ ପଡ଼ିଛି କାହିଁକିନା ଚର୍ବି ମାଛ। ସ୍ୱାଦ ଅନୁସାରେ ଲୁଣ ପକେଇଦେବା। ଲୁଣ ପକେଇଲେ ହେଲା କି ସ୍ୱାଦ ଅନୁସାରେ ଲୁଣ ପଡ଼ିଲା। ଗୋଳେଇଦେବା ଟିକେ ପିଆଜ ଜରିଗଲା ହେଲା। ତାପରେ ହଳଦୀ ପକେଇଦେବା। ଟିକେ ହଳଦୀ। ତାପରେ ଏଇ ଯେଉଁ ଆମର ଅଦା ରସୁଣ ଧନିଆର ପେଷ୍ଟ ଅଛି ପକେଇଦେବା। ଅଦା ରସୁଣ ଧନିଆ ପେଷ୍ଟଟା ପଡ଼ିଲା। ହଉ ଆଉ ତା ଗୋଳ ଟମାଟରଟା ବି ପକେଇଦେବା ତା ଦେହରେ। ପକାଇଦିଅ ହଉ। ବେଶୀ ଟମାଟର ମଟନରେ ପଡ଼େ ନା ଅଳ୍ପ ଟିକେ ପକେଇବା। ହଉ। ଏଠି କି ମସଲା ପଡ଼ୁଛି? ମଟନଟା ନା ମୋତେ ଛିଡ଼ୁଛି ତ ମଟନ ଟିକେ ମିଟ୍ ମସଲା ପଡ଼ିଲା। ଆଉ କିଛି ପକେଇଦେବା। ଏଇଟା ଥାଉ ଚିକେନ କଷିଲା ନା ପକେଇବା ଆଉ କିଛି ନାଇଁ। ଏଇଟା ନେଇଯା ଦିଦି ଏଇଟା ନେଇଯା। ମଟନଟା ଆସିଗଲା। ତାକୁ ସବୁ ଭଲ ଲାଗେ। ଗୋଟେ ପାଣି ବୋଟଲ ଆଣିଲି। ଅଧା ପକା ଅଧା। ମଟନ ପଡ଼ିଲା ନା। ହଉ ପକାଅ। ଆଉ କ'ଣ ଘୋରା ହେଇଗଲା? ହବ ଅଧଘଣ୍ଟା କଷା ହବ ଧୀରେ ଧୀରେ ହବ। ଆଉ କଷା ଗଲା କେତେ ଦୂର? କଷା ଚାଲିଛି ଆଉ ଖରାଟା ଆସିଲାଣି ଏପଟୁ ପଳେଇ ଆସିଛି। କଷା ତେଲ ବାହାରି ପଡ଼ିଲାଣି ଆଉ। ହଉ ଆଉ କଷି ଆଉ ଆଉ ଟିକେ ଆଉ 10 ମିନିଟ୍ ଖଣ୍ଡେ କଷି। ଆଉ କ'ଣ ହେଇଗଲା? ହଁ କଷା ହେଇଗଲା। ଆମେ ଆଳୁ ପକେଇଦେବା ହେଲା। ହଉ ଆଳୁ ପକେଇଦେଲେ ତାକୁ ଟିକେ ଆମେ ମସଲା ସହିତ କଷିଦେବା ଆଉ। କଷାଟା ପୁରା ବଡ଼ ଲାଲ ଲାଲ ଆଉ କଷା ହେଇଗଲା। କଷା ହେଇଗଲା। ଆମେ ଏବେ କ'ଣ କରିବା ପାଣି ଦେଇଦେବା। ଅଧିକ ପାଣି ଦିଅ। ଖରା ବହୁତ ହେଇଗଲାଣି। ପ୍ରବଳ ଖରାରେ ରଜରେ ମଟନ। ଓ ତାର ଫୁଟୁ ଆଉ ଗୋଡ଼େଇ ଦେ ଆଉ। ଗୋଡ଼େଇ ଦିଅ ତାକୁ। ହଉ ଆଉ। ହଁ ମାମା କ'ଣ ତରକାରୀ ଫୁଟୁଛି? ବାବା ହେଇ ଫୁଟୁନି କି ଦେଖାଯାଉନି? ଫୁଟି ଆସିଲାଣି ଆଉ କ'ଣ ଆଉ ହବ ଆଉ ଅଧଘଣ୍ଟା ଘଣ୍ଟାଏ ହବ। ହେଇସାରିଲା ପରେ ଆମେ ଗରମ ମସଲା ପକେଇବା ଆଉ। ହଉ ଆଉ। ଆମ ଟେଷ୍ଟ ଅଛି ତ ଲୁଣ ହେରିକା ସବୁ ଠିକ୍ ଅଛି। ଲୁଣ ଫୁଣ ସବୁ ଠିକ୍ ଅଛି। ଏଇ ଯୋଉ ମାଂସଟା ଟିକେ ସିଝିବ ଆଉ।